ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଭିଡ଼ିଓକୁ। ଆଜି ଆମେ ବନାଇବା ଭେଜିଟେବୁଲ ଚପ୍। ସେଥିପାଇଁ ମୁଁ ଗୋଟେ ବିଟରୁଟ୍, ଗୋଟେ ଗାଜର କାଟିକି ରଖିଛି। ଗୋଟିଏ କଡ଼େଇରେ କିଛି ତେଲ ପକାଇବା। ଦେଖନ୍ତୁ, ମୁଁ ତାପରେ କିଛି ପଞ୍ଚଫୁଟଣ ତେଲରେ ପକାଇ ନେଇଛି। ପଞ୍ଚଫୁଟଣ ଟିକେ ଫୁଟିଗଲା ପରେ ସେଥିରେ ଆମେ ଗୋଟେ କଞ୍ଚା ଲଙ୍କା, ଆପଣଙ୍କୁ ଯେତେ ରାଗ ଦରକାର ସେ ଅନୁସାରେ ଆପଣ ଅଧିକ ବି ଦେଇପାରିବେ। ମୁଁ ଗୋଟେ କଞ୍ଚା ଲଙ୍କାକୁ ଏଠି କାଟିକିରି ପକାଇ ନେବି। ଦେଖନ୍ତୁ, କଞ୍ଚା ଲଙ୍କାଟି ପକାଇ ସାରିଲା ପରେ ଫୁଟଣ ଗୁଡ଼ିକ ଭଲସେ ଫୁଟିଗଲାଣି। କଞ୍ଚା ଲଙ୍କାଟି ପକାଇ ନେବି। କଞ୍ଚା ଲଙ୍କା ଟିକେ ଭାଜି ହେଇଗଲା ପରେ ତାପରେ ମୁଁ ଦୁଇଟି ବଡ଼ ବଡ଼ ପିଆଜ କାଟି ରଖିଛି, ତାକୁ ଏଠି ପକାଇ ନେବି। ପିଆଜ ଗୁଡ଼ିକ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହୋଇସାରିଲା ପରେ, ବେଶୀ ଭାଜିବେ ନାହିଁ, ଯେହେତୁ ଆମର ଭେଜିଟେବୁଲ ଚପ୍ଟା ଛଣା ହେବ, ତେଣୁ ବେଶୀ ଭାଜିଲେ ତାର ସ୍ୱାଦ କମିଯିବ। ଦେଖନ୍ତୁ, ଏମିତି ଟିକେ କଲର୍ ଟିକେ ଜଷ୍ଟ ଲାଲ କଲର୍ ହେଇଯିବ। ତାପରେ ଆମେ ସେଥିରେ କଞ୍ଚା ବାଦାମ ମଞ୍ଜି, ଆପଣଙ୍କ ପାଖରେ ଯଦି ଶୁଖିଲା ବା ବାଦାମ ମଞ୍ଜି ଥିବ ତାହେଲେ ଆପଣ ପକାଇ ପାରିବେ, ଛାଣିକି ବି ପକାଇ ପାରିବେ। ମୋର କଞ୍ଚା ବାଦାମ ଥିଲା, ମୁଁ ତାର ମଞ୍ଜି ଖୋଲିକିରି କିଛି ପକାଇ ନେଇଛି। ତା ଟିକେ ଭାଜି ହେଇଗଲା ପରେ ମୁଁ ସେଥିରେ ଅନ୍ୟ ସବୁ କାଟି ରଖିଥିବା ପରିବା ପକାଇ ନେବି। ଦେଖନ୍ତୁ, ବର୍ତ୍ତମାନ ମୁଁ ଗୋଟେ ବଡ଼ ବିଟ୍ କାଟିକି ରଖିଥିଲି, ବିଟ୍ ପକାଇଥିଲି। ତାପରେ ଗାଜର ପକାଇ ନେବି। ଗାଜର ପକାଇ ସାରିଲା ପରେ, ଗାଜରକୁ ବି ଟିକେ ଭାଜି ସାରିଲା ପରେ ସେଥିରେ ମୁଁ ମଟର ହାଫ୍ କପ୍ ମଟର ଚଣା ପକାଇ ନେଇଛି। ତାପରେ ମୁଁ ଟିକେ ସିଝିବା ପାଇଁ ମୁଁ 2 ଚାମଚ ଲୁଣ ଏଥିରେ ପକାଇ ନେଇଛି। ଲୁଣକୁ ଭଲ ଭାବରେ ଗୋଳେଇ ଦେଇ ଆପଣ ସିଝିବା ପାଇଁ ଟିକେ ଛାଡ଼ି ନେବେ। ଦେଖନ୍ତୁ, 5 ମିନିଟ୍ ଖଣ୍ଡେ ଆପଣ ଏଭଳି ଭାବରେ ଛାଡ଼ିଲା ପରେ ତାପରେ 3ଟି ବଡ଼ ବଡ଼ ଆଳୁ ସିଝେଇକି ରଖିଥିଲି, ସେଇ ଆଳୁକୁ ଏଥିରେ ପକାଇ ନେଇଛି। ଗୋଟେ ଆମର ମ୍ୟାଗି ମସଲା ପକାଇଛି ଗୁଣ୍ଡ, ତାପରେ ଲଙ୍କା ଗୁଣ୍ଡ, ଟିକେ ତୀଖା ଲାଲ ଜିରା ଗୁଣ୍ଡ ଟିକେ ପକାଇଛି। ଆଉ ଏଥିରେ ମୁଁ ଆମଚୁର ପାଉଡ଼ର 1 ଚାମଚ ପକାଇଛି। ଆମଚୁର ପାଉଡ଼ର ପକାଇବା ଦ୍ୱାରା ତାର ଫ୍ଲେଭରଟା ଭଲ ଆସିଥାଏ, ଖାଇବାକୁ ସ୍ୱାଦ ଲାଗିଥାଏ। ତାପରେ ଆଳୁ ସବୁକୁ ଭଲ ଭାବରେ ସେ ପରିବା ସହିତ ମିଶାଇ ଦେବି। ଦେଖନ୍ତୁ, ଏଭଳି ଭାବରେ ମୁଁ ଚକଟି ନେଉଛି। ଏଥିରେ ଆପଣଙ୍କ ମନ ପସନ୍ଦର ଅଲଗା ପରିବା ମଧ୍ୟ ପକାଇ ପାରିବେ। ଏସବୁ ମିଶିଗଲା ପରେ, ଦେଖନ୍ତୁ ମିଶିଗଲାଣି। ଏବେ ଆମେ ୟାକୁ ଅଲଗା ଜାଗାକୁ କାଢ଼ି ନେବା। ଦେଖନ୍ତୁ, ମୁଁ ଗୋଟେ ପ୍ଲେଟ୍କୁ ସବୁ କାଢ଼ି ନେଇଛି ଓ ତା ଉପରେ କିଛି ଧନିଆ ପତ୍ର କାଟିକି ରଖିଥିଲି, ମିଶାଇ ନେଇଛି। ଏବେ ଟିକେ ଥଣ୍ଡା ହେଇଗଲାଣି। ମୁଁ ହାତରେ ପାଣି ମାରିକିରି ତାକୁ ସବୁ ଏଭଳିଆ ସେପ୍ ଦେଇଦେବେ। ଆପଣ ଆପଣଙ୍କ ମନ ପସନ୍ଦର ସେପ୍ ଦେଇପାରିବେ, ଗୋଲ ବି କରିପାରିବେ, କିନ୍ତୁ ସାଧାରଣତଃ ଭେଜିଟେବୁଲ ଚପ୍ଟା ଟିକେ ଏଇଭଳିଆ
सिलिंडर टाइप थाए। देखो मुझे सब वेजिटेबल चॉप को देखु बर्तमान मु 2 चम्मच मैदा गोटे गिनारे नहीं से 3 ରୁ 4 चम्मच खंडे पानी मिसई देबी। पानी मिसई ताको भल भाव मिसई नेबी जे भली बेसी पतला नुह कि बेसी मोटा नुह गोटे बैटर सृष्टि हो। देखंतु एभली भाव भलसे मैदा को पानी कर दीची। वर्तमान आमर प्रस्तुत हो सारा तापरे मुझे जो करके रखी थी आमर वेजिटेबल बॉल गुड़िक से गुड़िक मुझे बैटर रे बुड़ाई करी ताको आनी आ गोटे पात्र सुजी रखी थी से सुजी धरे गोलाई नेबी एमती रखिकी ता ऊपर आपण सुजी पकई नेबे जहाँद्वारा से ओदारे सब सुजी ता देहरे लगी तापर आपण हाथ रे धरी करी भलरे टी सेप दे देबे बड़का सुजी सब झड़ी जीवो आउ तेल रे पड़िबो नाही। बेसी लागिगले तेलर जल्दी खराब हो जाए तेल पोड़ी जाए तो ये भाव में आप हाथ में टे प्रेस करदे तो लग जाए। मुझे आउ गोटे करके रखुची ये सब कर सारापर एका सागे तेल रे आम पकईकरी जो चामच साजर एमती कले आपंकर बेसी चीज ओदा हेब नहीं। तापरे कड़ाई रे तेल दे आपण यही कटलेट गुड़ी सब छाणी नेबे पाई चॉप गुड़ी छाणी नेबे। आपण छाणीला बेले गैस आंच स्लो करथिबे नहले पोड़ी जीवो। धीरे धीरे आपण आपको छाणी नेबे। देखंतु मैं एका संगे कम तेल दे करी एभली भाजी नौची आपण चाहिले अधिक तेल देकी मध्य डीप फ्राए करि परिबे। एभली भाव में सब कटलेट को छाणी नेबे। सब आड़ ओल्टी पाल्टा करके भल भाव में गोल्डन कलर है जाए आप कटलेट गुड़ी को भाजी नेबे। देखो मोर